ରାଧେ ରାଧେ ସାଙ୍ଗମାନେ। ସବୁଦିନ ଜଲ୍ଦି ଉଠିବା ମୋର ଅଭ୍ୟାସ। ସେଦିନ ଛୁଟି ଥିଲା। ସେଦିନ ବି ଜଲ୍ଦି ଉଠି ଯାଇଥିଲି। ଉଠି ସାରିକି ଆଗେ ଘରେ ଝାଡ଼ୁ ଲଗେଇଥିଲି। ଝାଡ଼ୁ ଲଗେଇ ସାରି ମୁଁ ମୋର ନିତ୍ୟକର୍ମ କଲି। ମାନେ ବ୍ରସ୍ କଲି, ମୁହଁ ଧୋଇଲି, ଏମିତି। ଆପଣମାନେ ଆପଣମାନଙ୍କ ନିତ୍ୟକର୍ମରେ କ'ଣ ସବୁ କରନ୍ତି ମୋତେ ଟିକେ ଜଣେଇବେ। ତାପରେ ମୁଁ ଗଲି ଗାଧୋଇବା ପାଇଁ। ଗାଧୋଇ ସାରି ଠାକୁର ପୂଜା। ସକାଳେ ଠାକୁର ପୂଜା ନ କଲେ ମନକୁ କ'ଣ ଶାନ୍ତି ଆସେ? ଠାକୁର ପୂଜା ସାରିକି ଡ୍ରେସିଂ ଟେବୁଲ୍ ସାମ୍ନାରେ ବସିଲେ ଟିକେ ସଜ ହେବା ପାଇଁ, ଯେଉଁଟାକି ଆମ ଲାଙ୍ଗୁଏଜ୍ରେ ମର୍ଣ୍ଣିଂ ସ୍କିନ୍ କେୟାର୍ ରୁଟିନ୍। ଗୁନୁର ଆଉ ମୋର କିଛି କାମ ଥିଲା, ତେଣୁ ମୁଁ ରେଡ଼ି ହୋଇଯାଇଥିଲି। ଗୁନୁ ବି ଜଲ୍ଦି ଉଠିକି ପୁରା ରେଡ଼ି ହୋଇଯାଇଥିଲେ। ତାପରେ ଆମ ସ୍କୁଟି ବାହାର କରିକି ବାହାରିଲୁ ଆମ ଘରକୁ। ଆମ ଘର ସାମ୍ନାରେ ଶିବ ମନ୍ଦିର। ବାବାଙ୍କୁ ଦର୍ଶନ କରିବା ଛୁଆବେଳରୁ ମୋର ଅଭ୍ୟାସ। ତାଙ୍କ ପ୍ରତି ତ ଗୋଟେ ଅଲଗା ପ୍ରକାର ମମତା। ସେଇଠି ଯେହେତୁ ଆମର ଗାଡ଼ି ରହେ, ଆମ ଗାଡ଼ି ନେଇକି ଆମେ ବାଲେଶ୍ୱର ଯାଇଥିଲୁ। ଗୁନୁ ଯେହେତୁ କିଛି ଖାଇନଥିଲେ, ସେ ଆଗ ଟିଫିନ୍ କରିଥିଲେ। ତାପରେ ଆମର 2 ଜଣ ସାଙ୍ଗଙ୍କୁ ବି ଦେଖା କରିବାର ଥିଲା। ଗୁନୁ ଯାଇକି ସେମାନଙ୍କୁ ଦେଖା କଲେ। ତାପରେ ମୋର କିଛି କିଣାକିଣି ବି କରିବାର ଥିଲା। ମୁଁ ବିଶାଲରେ ଯାଇକି ପହଞ୍ଚିଲି। ଏଇ ଯେଉଁ ଖେଳନାଟି ଆପଣ ଦେଖୁଛନ୍ତି, ତାକୁ ବଜାଇବା ପାଇଁ ମୋତେ ଭାରି ମଜା ଲାଗୁଥିଲା। ତାପରେ ମୋର ଯାହା କିଣାକିଣି କରିବାର ଥିଲା ତାକୁ ବି କିଣିଲି। ଆମ ଘର ପାଇଁ ଗୋଟେ ସୋଫା ସେଟ୍ କିଣିବାର ଅଛି ଆମର। ସେଥିପାଇଁ ଫର୍ଣ୍ଣିଚର୍ ଷ୍ଟୋରକୁ ଗଲୁ ସୋଫା ସେଟ୍ ଦେଖିବା ପାଇଁ। ସେ ଭାଇ ଆମକୁ ତାଙ୍କ ଷ୍ଟୋର ସାରା ବୁଲେଇ ଯେତେ ସବୁ ସୋଫା ସେଟ୍ ଥିଲା ଆମକୁ ଦେଖାଉଥିଲେ। ହଁ, ସୁନ୍ଦର ସୁନ୍ଦର ସୋଫା ସେଟ୍ ସବୁ ସେଠି ଥିଲା, କିନ୍ତୁ ଆମେ ଯେମିତି ଖୋଜୁଥିଲୁ ସେଠି ସେମିତି କିଛି ନଥିଲା। ଏଇଟା ଯେଉଁ ଦେଖୁଛନ୍ତି, ଏଇଟା ଗୋଟେ ସୋଫା କମ୍ ବେଡ୍। କଲର୍ ବି ଭଲ ଥିଲା, ଆଉ ସୋଫା ବି ଭଲ ଲାଗୁଥିଲା, କିନ୍ତୁ ଆମ ଘର ପାଇଁ ଯେମିତି ଦରକାର ଆଉ ଆମେ ଯେମିତି ଭାବିଥିଲୁ ଏଇଟା ସେମିତି ନଥିଲା। ସେ ଭାଇ ଜଣକ ଆମକୁ ତାର ସବୁ ସିଷ୍ଟମ୍ ଦେଖାଉଥିଲେ। ଏମିତି ଗୋଟେ ହ୍ୱାଇଟ୍ କଲର୍ର ସୋଫା ବି ସେ ଆମକୁ ଦେଖାଇଲେ। ଯେହେତୁ ଆମର ତାକୁ ଆଣିବାର ନଥିଲା, ଆମେ ଫେରି ଆସିଲୁ। ରାସ୍ତାରେ ଆସିଲା ବେଳକୁ ପୁରା ଧୂଳି ଝଡ଼। ବର୍ଷା ତ ବାପରେ ବାପ, ଦେଖୁଛନ୍ତି ନା ଆକାଶକୁ କେତେ ସୁନ୍ଦର ଦେଖାହେଉଛି। ତାପରେ ଆରମ୍ଭ ହୋଇଗଲା ଭୀଷଣ ବର୍ଷା। ବର୍ଷାରେ ଭିଜିକି ଆମେ ଘରକୁ ଫେରିଲୁ। ଜୟ ଜଗନ୍ନାଥ।